ସାଙ୍ଗମାନେ ଦେଖନ୍ତୁ ଟିକେ କେମିତି ପିଲାଟି ଗୋଟେ ଯାଦୁର ଟାର ଭିତରେ ପଶି ଯାଉଛି ଆଉ ଗୋଟେ ବିଶାଳ ସାପରେ ପରିଣତ ହେଇଯାଉଛି। ଆଉ ଠିକ ସେଇ ଟାଇମରେ ଏସବୁ ଘଟଣା ଗୋଟିଏ ପିଲା ଦେଖି ନେଉଛି। ଆଉ ସେ ପିଲାଟି କହୁଛି, ଆରେ ପିଲାଟି କଣ ଟାର ଭିତରେ ପଶୁ ପଶୁ ଏତେ ବଡ ସାପରେ ପରିଣତ ହେଇଗଲା? ମତେ ତ କିଛି ଠିକ ଲାଗୁନି, ସବୁ ଅଡୁଆ ଅଡୁଆ ଲାଗୁଛି। ଶଳା ମୋ ଆଖି ଠିକ ଅଛି ତ? ହଁ ତ ମୋ ଆଖି ଠିକ ଅଛି। ତାହେଲେ ଏଟା କଣ ସତ? ଆଉ କିଛି ସମୟ ପରେ ପୁଣି ଗୋଟେ ପିଲା ସେଇ ବାଟ ଦେଇ ଆସୁଛି। ଆଉ ସେ ଟାରଟିକୁ ନ ଦେଖି ପାରିକି ତା ଭିତରେ ପଶି ଯାଉଛି। ଆଉ ସେ ପିଲାଟି ଅଚାନକ ଗୋଟେ ବିଶାଳ ସିଂହରେ ପରିଣତ ହେଇଯାଉଛି। ଆଉ ଦେଖିଥିବା ପିଲାଟି କହୁଛି, ଶଳା ଏ ଟାର ଭିତରେ କିଛି ନା କିଛି ଗୋଟେ ଶକ୍ତି ନିଶ୍ଚୟ ଅଛି। ଆଉ ସେ ପିଲାଟି କହୁଛି, ଯାଉଛି ଜଗିକି ବସିବି, ଯିଏ ଏଇପଟେ ଆସିବ ତାକୁ ଏ ଟାର ଭିତରେ ପୁରେଇ ଦେବି। ଆଉ ସେ କଣ ହଉଛି ବି ଦେଖିକି ବଢିଆ ମଜା ଲାଗିବ। ଆଉ ଠିକ ସେଇ ଟାଇମରେ ସେଇ ରାସ୍ତା ଦେଇ ପୁଣି ଗୋଟେ ପିଲା ଆସୁଛି। ଆଉ ସେ ପିଲାଟି କହୁଛି, ଯାଉଛି ଏଇ ପିଲାଟିକୁ ଟାର ଭିତରେ ପୁରେଇ ଦେବି, ଦେଖିବା ଏ ପିଲାଟି ବି କଣ ହଉଛି। ଆଉ ସେ ପିଲାଟିକୁ ଡାକିକି ଯେତେବେଳେ ସେ ଟାର ଭିତରେ ପୁରେଇ ଦେଇଛି, ସେ ପିଲାଟି ପୁରା ମାଙ୍କଡ ହେଇଯାଉଛି। ଆଉ କହୁଛି, ଶଳା ମତେ ମାଙ୍କଡ କରିଦେଲୁ, ମୁଁ ଏଇନା କଣ କରିବି? ଆଉ ସେ ପିଲାଟି କହୁଛି, ଶଳା ଏ ଟାର ତ ଭଲ କମାଲ ଦେଖଉଛି, ଯାଉଛି ଏ ଟାରଟିକୁ ନେଇଯିବି ଆଉ ଲୋକମାନଙ୍କୁ ସବୁ ଭୁଆଁ ବୁଲେଇବି। ଆଉ ସେ ପିଲାଟି ଯେତେବେଳେ ଟାରଟିକୁ ଆସିକି ଛପି ଛପି ନେବାକୁ ଲାଗୁଛି, ଅନ୍ୟ ମନସ୍କରେ ସେ ବି ସେ ଟାର ଭିତରେ ପଶି ଯାଉଛି। ଆଉ ଗୋଟେ କଙ୍ଗାରୁ ବନି ଯାଉଛି। ଆଉ ପୁରା ଠିକ ନାମ ନଉଛି। ସାଙ୍ଗମାନେ ଯିଏ ପର ପାଇଁ ଗାତ ଖୋଳିବ ସେ ଗାତରେ ତ ନିଜେ ହିଁ ପଡିବ। ଯଦି ଠିକ କହିଲି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ ଆଉ କମେଣ୍ଟ ବକ୍ସରେ ୟେସ୍ ଲେଖି ସେଣ୍ଡ କରିଦିଅନ୍ତୁ।